ମିଥୁନ ରାଶି ପାଇଁ ବୃହସ୍ପତିଙ୍କର ଅତିଚାରୀ ଗତି ମିଥୁନ ରାଶି ପାଇଁ ବହୁଳ ସମସ୍ୟା ପ୍ରଦାନ କରିବାର ବିଶେଷ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃହସ୍ପତିଙ୍କର ଅତିଚାରୀ ଗତି କହିଲେ ଏହି ସମୟରେ ବୃହସ୍ପତି ମହାଗ୍ରହ ନିଜର ସ୍ୱାଭାବିକ ଗତିଠାରୁ ଅଧିକ ଦ୍ରୁତ ଗତିରେ ସୌରମଣ୍ଡଳରେ ନିଜ କକ୍ଷପଥରେ ଗମନ କରିଥାନ୍ତି। ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ଧର୍ମ, ଆଧ୍ୟାତ୍ମ, ବିବାହ, ସନ୍ତାନ, ଜ୍ଞାନ, ଉଚ୍ଚଶିକ୍ଷା ଏବଂ ଧନ ଓ ସମୃଦ୍ଧିକାରକ ଗ୍ରହ ହୋଇଥିବାରୁ ବ୍ୟକ୍ତିର ଜାତକରେ ବୃହସ୍ପତିଙ୍କର ବଳିଷ୍ଠ ଭାବରେ ଅବସ୍ଥାନ ହୋଇଥିଲେ ବ୍ୟକ୍ତିକୁ ଏହିସବୁ କ୍ଷେତ୍ରରେ ବିଶେଷ ଶୁଭଫଳ ମିଳିଥାଏ। ବୃହସ୍ପତି ଅତିଚାରୀ ଗତିରେ ଚଳିତ 2025 ମସିହା ଅକ୍ଟୋବର ମାସ 18 ତାରିଖ ଦିନ ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ ଏବଂ ନଭେମ୍ବର ମାସ 11 ତାରିଖ ଦିନ ସେହି କର୍କଟ ରାଶିରେ ବୃହସ୍ପତି ମହାଗ୍ରହ ବକ୍ରୀ ଅବସ୍ଥାରେ ଗତି କରିବେ ଏବଂ ଡିସେମ୍ବର ମାସ 5 ତାରିଖ ଦିନ ପୁନଶ୍ଚ ସେହି ବକ୍ରୀ ଅବସ୍ଥାରେ ମିଥୁନ ରାଶିକୁ ପ୍ରତ୍ୟାବର୍ତ୍ତନ କରିବେ। ଦେବଗୁରୁ ବୃହସ୍ପତିଙ୍କର ଏହି ଅସ୍ୱାଭାବିକ ଗତିରେ ସମଗ୍ର ଦ୍ୱାଦଶ ରାଶିଚକ୍ର ପ୍ରଭାବିତ ହେଉଥିବା ବେଳେ ଦେଶ ଦୁନିଆ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ିଥାଏ। ଏହି କ୍ରମରେ ଜାଣିବା ବୃହସ୍ପତିଙ୍କର ଏହି ଅତିଚାରୀ ଗତି ମିଥୁନ ରାଶି ଉପରେ କ'ଣ ପ୍ରଭାବ ପକାଉଛି ଓ ଏହି ସମୟରେ ମିଥୁନ ରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। ଅକ୍ଟୋବର 18 ତାରିଖରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କଲେ ମିଥୁନ ରାଶି ଜାତ ବ୍ୟକ୍ତି ଆର୍ଥିକ ବା ଧନ ଭାବରେ ବିଶେଷ ଶୁଭ ଫଳ ପାଇପାରିବେ। କିନ୍ତୁ ଧନ ଭାବରେ ଶୁଭ ଫଳ ପାଇଲେ ମଧ୍ୟ ବୃହସ୍ପତି ମାରକ ସ୍ଥାନରେ ଉଚ୍ଚ ଭାବରେ ରହିଥିବାରୁ ଦାମ୍ପତ୍ୟ ଜୀବନ ଓ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି କରାଇବାର ସମ୍ଭାବନା ରହିଅଛି। କର୍ମକ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେଇ କାମ କରିବା ଅସଫଳତାର କାରଣ ହୋଇପାରେ। ତେଣୁ ବୃହସ୍ପତିଙ୍କର କର୍କଟ ରାଶିର ଏହି 49 ଦିନର ଅତିଚାରୀ ରହଣି ସମୟରେ ମିଥୁନ ରାଶି ଜାତ ବ୍ୟକ୍ତି ଭାବିଚିନ୍ତି ନିଷ୍ପତ୍ତି ନେଇ କାମ କରିବା ଉଚିତ ହେବ। ମିଥୁନ ରାଶି ଜାତ ବ୍ୟକ୍ତି ବୃହସ୍ପତିଙ୍କର କର୍କଟ ରାଶିର ରହଣି ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିପାରନ୍ତି। ବିଶେଷତଃ ଖାଦ୍ୟ ହଜମ ହେବା କଷ୍ଟକର ହୋଇପାରେ। ଏହି ସମୟରେ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ ହାତକୁ ନ ନେବା ଠିକ୍ ରହିବ। ସାଙ୍ଗମାନଙ୍କ ସହିତ ଭ୍ରମଣ କରୁଥିଲେ ଯାତ୍ରାରେ ଦୁର୍ଘଟଣାର ଆଶଙ୍କା ରହିଛି। ତେଣୁ ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।